ବାଡି କରିକି ମାନେ ଶୋଚନୀୟ କରିଛନ୍ତି। ଇତିହାସରେ ସାର୍ଟ ପ୍ୟାଣ୍ଟ ନଙ୍ଗଳା କରିଛନ୍ତି ବହୁତକୁ। ଓଡ଼ିଶାର ଛାତ୍ର ସମାଜ, ଯୁବ ସମାଜ, ଗାଁ ଗହଳି ଲୋକ, ମା ଭଉଣୀ, କଂଗ୍ରେସ ଲୋକ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ସେବା ଦଳ, ଅଲ୍ ୱିଙ୍ଗସ୍, ଅମର ଜୟଦେବ ଜେନା, ଅନ୍ତ ସେଠୀ, ଏଠି ଯେତେ ଆମର ବିଶିଷ୍ଟ ନେତା ସମସ୍ତେ ଏଆଇସିସିରୁ ଆସିଛନ୍ତି। ଜଣେ ପର୍ଯ୍ୟବେକ୍ଷକ ମିଶିକିରି, ଜଗନ୍ନାଥ ପଟ୍ଟନାୟକ ମିଶିକିରି ଆଜି ଯୋଉ ବର୍ବର ଅତ୍ୟାଚାର କରାଯାଇଛି ପରଦିନ ଦିଲ୍ଲୀରେ, ଛାତ୍ରମାନଙ୍କୁ ମାଠି ଚାର୍ଜ, ମାଡ଼, ଗ୍ୟାସ ବୁଆ, ନାନାଦି ପ୍ରକାର ଅର୍ଥନୀୟ ବାଡି କରିକି ମାନେ ଶୋଚନୀୟ କରିଛନ୍ତି। ଇତିହାସରେ ସାର୍ଟ ପ୍ୟାଣ୍ଟ ନଙ୍ଗଳା କରିଛନ୍ତି ବହୁତକୁ। 3000 ଛାତ୍ରଛାତ୍ରୀ ଇଞ୍ଜୋର୍ଡ। ତାରି ବିରୁଦ୍ଧରେ ରାହୁଲ ଗାନ୍ଧୀ ଧନ୍ୟବାଦ। କାଲି ପ୍ରିୟଙ୍କା ଗାନ୍ଧୀ, ଅନ୍ୟ ନେତା ସବୁ ଏମପି ଖଗଡେ ପ୍ରାଇମ ମିନିଷ୍ଟର ଘର ଯୋଉଟା ହଉଛି କଦର୍ଯ୍ୟ ନୁହଁ, ଭଲ ନୁହଁ, ସିରିୟସ ଜାଗା, ସେଇ ଜାଗାରେ ଜବରଦସ୍ତ ଗଣତନ୍ତ୍ର ଅଛି। ଛାତ୍ର ମାନଙ୍କ ପ୍ରତି ଯୋଉ ଅନ୍ୟାୟ ହେଇଛି ବିରୁଦ୍ଧରେ ଯୋଉ ବସିଲେ, ତାକୁ ସମର୍ଥନ କରି ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ନେତା ମାନେ ଏକାଠି ହେଇଛୁ ଏବଂ ମୋଦି ଇସ୍ତଫା ଦିଅ, ଶାହ ଇସ୍ତଫା ଦିଅ, ଯେତେ ତମେ ଅଛ ଇସ୍ତଫା ଦିଅ, ଏ ସରକାର ଅଚଳ ସରକାର ବନ୍ଦ ହେଇଯାଉ। এবং ଯେଉଁମାନେ ସବୁ ହଉଛନ୍ତି ସାଂସଦ ସେମାନଙ୍କୁ ନେଇ ଯାଇକି ସିଧାସଳଖ ପ୍ରଧାନମନ୍ତ୍ରୀ ଘର ଆଗରେ ବସିଛନ୍ତି। ଆମର ଲଢେଇ ଯେ ଏ ଦେଶର ତାନାଶାହୀ ସରକାର ଚଳଉଥିବା ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଇସ୍ତଫା ଦିଅନ୍ତୁ ଏବଂ ଇସ୍ତଫା ନଦେଲେ ସରକାର ଜବରଦସ୍ତ ଭାଙ୍ଗି ଦିଆଯିବ ଏବଂ ଅମିତ ଶାହ ଯିଏ ନିରୀହ ଛାତ୍ରଛାତ୍ରୀ, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ କାଲି ଲୁହ ବୁହା ଗ୍ୟାସ ଏବଂ ସେମାନଙ୍କ ଉପରେ ଲାଠିଚାର୍ଜ କରିଛନ୍ତି। ମୁଣ୍ଡ ଫାଟିଛି, ଗୋଡ ଭାଙ୍ଗିଛି, ଅତ୍ୟାଚାରିତ ହେଇକି ମେଡିକାଲରେ ପଡିଛନ୍ତି। ସେ 2 ଜଣ ଇସ୍ତଫା ଦିଅନ୍ତୁ। ତା ସହିତ ଏହାର ମୂଳ ଆଧାର ଯିଏ ଧର୍ମେନ୍ଦ୍ର ପ୍ରଧାନ, ଯିଏ ହଉଛନ୍ତି ଏ କାର୍ଯ୍ୟକ୍ରମକୁ ପ୍ରଶ୍ନପତ୍ର ଲିକ୍ର ମୁଖ୍ୟ ଆଧାର ଯିଏ, ତାଙ୍କୁ ମଧ୍ୟ ଇସ୍ତଫା ଦେବାକୁ ପଡିବ ଏବଂ ଏ ସରକାର ଗୋଟିଏ ମୁହୂର୍ତ୍ତ ଭାରତ ବର୍ଷରେ ରହିବାର ଏହାର ଅଧିକାର ନାହିଁ। ଏମାନେ ସମୁଦାୟ ଛାତ୍ର ସମାଜକୁ ଯୋଉଭଳି ଭାବରେ ବିପର୍ଯ୍ୟସ୍ତ କରିଦେଇଛନ୍ତି, ଶିକ୍ଷାକୁ ବିପର୍ଯ୍ୟସ୍ତ କରିଛନ୍ତି ଏବଂ ଓଡ଼ିଶା ରାଜ୍ୟରେ ଯୋଉଭଳି ଭାବରେ ବହି ଛପେଇବା ବ୍ୟବସ୍ଥାରେ ଯୋଉ ପାଠ୍ୟକ୍ରମର ଆବଶ୍ୟକତା ନାହିଁ, ଭୁଲ ପାଠ୍ୟକ୍ରମ ଦେଇ ଯୋଉଭଳି ଭାବରେ ଓଡ଼ିଶା ସରକାର 170 କୋଟି ଟଙ୍କା ଲୁଟ କରିଛି, ଏ ଓଡ଼ିଶା ସରକାର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ରହିବାର ଅଧିକାର ନାହିଁ। ତେଣୁ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କର, ଗୃହମନ୍ତ୍ରୀଙ୍କର ଇସ୍ତଫା ଆମେ ଦାବି କରୁଛୁ ଏବଂ ଗୃହମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ସହିତ ଯିଏ ଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଆମେ ଦାବି କରୁଛୁ। ସେଇଥିପାଇଁ କଂଗ୍ରେସ ଦଳ ରାଜରାସ୍ତାକୁ ଆସିଛି।